ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଭଗବାନ ସୂର୍ଯ୍ୟନାରାୟଣ ଗୋଚରରେ ମୀନ ରାଶିରୁ ମେଷ ରାଶିରେ ସଂକ୍ରମଣ କରିବା ବା ପ୍ରବେଶ କରିବାକୁ ମେଷ ସଂକ୍ରାନ୍ତି କୁହାଯାଇଥାଏ। ଆଗକୁ ଜାଣିବା ମେଷ ସଂକ୍ରାନ୍ତି ସମ୍ପର୍କରେ ସବିଶେଷ ତଥ୍ୟ ଏବଂ ମେଷ ସଂକ୍ରାନ୍ତିର ଜ୍ୟୋତିଷୀୟ ମହତ୍ତ୍ୱ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଇଥାଏ। ଚଳିତ 2025 ମସିହା ଏପ୍ରିଲ ମାସ 14 ତାରିଖ ସୋମବାର ରାତ୍ରି 3:21 ସମୟରେ ସୂର୍ଯ୍ୟଦେବ ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିବେ ଏବଂ ସୋମବାର ଦିନ ମେଷ ସଂକ୍ରାନ୍ତିର ଉତ୍ସବ ପାଳନ କରାଯିବ। ଜ୍ୟୋତିଷଶାସ୍ତ୍ର ସୂର୍ଯ୍ୟଦେବଙ୍କୁ ଗ୍ରହ ଜଗତର ରାଜା ଏବଂ ଆତ୍ମାକାରକ ଗ୍ରହ ରୂପେ ବର୍ଣ୍ଣନା କରିଥାଏ। ତେଣୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନର ଦିନ ସଂକ୍ରାନ୍ତି ଦିନକୁ ହିନ୍ଦୁ ସନାତନୀ ଧର୍ମରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ସଂକ୍ରାନ୍ତି ଦିନ ସ୍ନାନ, ଧ୍ୟାନ, ପୂଜା, ଜପ, ତପ ଏବଂ ଦାନକୁ ପ୍ରାଧାନ୍ୟ ଦିଆଯିବା ସଙ୍ଗେ ସଙ୍ଗେ ଏହି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ମହୋଦଧି ବା ପବିତ୍ର ନଦୀ ଓ ପୁଷ୍କରିଣୀ ପ୍ରଭୃତିରେ ସ୍ନାନ କାର୍ଯ୍ୟ ସାରି ସୂର୍ଯ୍ୟୋଦୟ ସମୟରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ପାଇଁ ବିଧି ରହିଅଛି। ତାପରେ ସୂର୍ଯ୍ୟଦେବ ଓ ଇଷ୍ଟଦେବଙ୍କର ପୂଜା, ଧ୍ୟାନ, ଜପ, ତପ ଏବଂ ବ୍ରାହ୍ମଣ ଓ ଅଭାବୀ ଲୋକଙ୍କୁ ଅନ୍ନ ଏବଂ ବସ୍ତ୍ର ଦାନ କରିବାର ପ୍ରଥା ରହିଅଛି। ଏହାଦ୍ୱାରା ଭଗବାନ ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇଥାନ୍ତି। ପୁନଶ୍ଚ ଏହି ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କର ପ୍ରିୟ ମନ୍ତ୍ର ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ସଂକ୍ରାନ୍ତିର ପୁଣ୍ୟକାଳରେ ହୋମ, ଯଜ୍ଞ ପ୍ରଭୃତି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥାଏ। ଏହିସବୁ କାର୍ଯ୍ୟ ଦ୍ୱାରା ବ୍ୟକ୍ତି ତାର ଜୀବନରେ ଥିବା ଦୁଃଖ କଷ୍ଟରୁ ମୁକ୍ତି ପାଇ ରହିଥିବା ମନସ୍କାମନା ପୂର୍ଣ୍ଣ କରିଥାଏ, ସମାଜରେ ଉଚ୍ଚ ପଦ ହାସଲ କରିଥାଏ ଏବଂ ସମାଜରେ ପ୍ରତିଷ୍ଠିତ ମଧ୍ୟ ହୋଇଥାଏ। ଚଳିତ 2025 ମସିହା ଏପ୍ରିଲ ମାସ 14 ତାରିଖ ସୋମବାର ଦିନ ମେଷ ସଂକ୍ରାନ୍ତି ଅଥବା ମହାବିଷୁବ ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ ବା ପୁଣ୍ୟକାଳ ସକାଳ 5:57 ଠାରୁ ଦିନ 12:22 ପର୍ଯ୍ୟନ୍ତ ରହୁଅଛି। ମହାପୁଣ୍ୟକାଳ ସକାଳ 8:05 ପର୍ଯ୍ୟନ୍ତ ରହିଛି। ଏହି ସମୟରେ ଜପ, ତପ, ଧ୍ୟାନ, ପୂଜା ଏବଂ ଦାନ ଆଦି କାର୍ଯ୍ୟ କରିବା ପାଇଁ ସମୟ ବେଶ୍ ପ୍ରଶସ୍ତ ରହିଥିବାରୁ ଏହି ସମୟରେ ଏହିସବୁ କାର୍ଯ୍ୟ କରାଗଲେ ବ୍ୟକ୍ତି ତାର ଉପଯୁକ୍ତ ଫଳ ପାଇଥାଏ। ମେଷ ସଂକ୍ରାନ୍ତି ଅଥବା ମହାବିଷୁବ ସଂକ୍ରାନ୍ତିର ପ୍ରଥମ ଦିନକୁ ଆମ ରାଜ୍ୟ ଓଡ଼ିଶାରେ ବେଶ୍ ଜାକଜକମ ସହିତ ପାଳନ କରାଯାଇଥାଏ। ମେଷ ସଂକ୍ରାନ୍ତିର ପବିତ୍ର ଦିନକୁ ଆମ ରାଜ୍ୟ ଓଡ଼ିଶା ତଥା ସମଗ୍ର ଓଡ଼ିଶାବାସୀ ଉତ୍କଳୀୟ ନବବର୍ଷ ରୂପେ ପାଳନ କରିଥାନ୍ତି। ଅର୍ଥାତ୍ ଏହି ଦିନଠାରୁ ଓଡ଼ିଆ ନବବର୍ଷର ଶୁଭାରମ୍ଭ ହୋଇଥାଏ ଏବଂ ନୂତନ ଓଡ଼ିଆ ପଞ୍ଜିକା ବା ପାଞ୍ଜିର ପ୍ରଚଳନ ମଧ୍ୟ ଏହି ଦିନଠାରୁ 1 ବର୍ଷ ପାଇଁ କରାଯାଇଥାଏ। ସରଳ ପ୍ରାଣ ଓଡ଼ିଆଟିଏ ତାର ବିଭିନ୍ନ ଧାର୍ମିକ କର୍ମକର୍ମାଣୀ, ବିବାହ, ବ୍ରତ, ଗୃହପ୍ରବେଶ ତଥା ସମସ୍ତ ଜ୍ୟୋତିଷୀୟ କାର୍ଯ୍ୟର ନିର୍ବାହ ଏହି ପାଞ୍ଜିମାନଙ୍କର ଗଣନା ଦ୍ୱାରା ସମ୍ପନ୍ନ କରିଥାଏ। ଗ୍ରୀଷ୍ମ ଋତୁର ଆରମ୍ଭ ବା ଗ୍ରୀଷ୍ମ ଋତୁର ପ୍ରାଦୁର୍ଭାବ ମେଷ ବା ମହାବିଷୁବ ସଂକ୍ରାନ୍ତି ଠାରୁ ପ୍ରଖର ହେଉଥିବାରୁ ମେଷ ସଂକ୍ରାନ୍ତି ଦିନ ପ୍ରତ୍ୟେକ ଓଡ଼ିଆ ପରିବାର ତାର ନିଜ ଘରେ ଛତୁଆ ଏବଂ ପଣା ପ୍ରସ୍ତୁତ କରି ଦେବାଦେବୀଙ୍କୁ ଭୋଗ ଲଗାଇବାର ପ୍ରଥା ବହୁକାଳରୁ ପ୍ରଚଳିତ ରହିଛି। ଆମର ଧାର୍ମିକ ପରମ୍ପରା ଅନୁସାରେ ଗ୍ରୀଷ୍ମ ଋତୁରେ
ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ବ୍ରାହ୍ମଣଙ୍କୁ ପଣା, ଛତୁଆ, ଜୋତା ଓ ଛତା ମଧ୍ୟ ପ୍ରଦାନ କରାଯାଏ। ତେଣୁ ଆମ ଓଡ଼ିଶାରେ ଏହି ମେଷ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ନାମରେ ସମସ୍ତେ ପ୍ରାୟ ଜାଣିଥାନ୍ତି। ମେଷ ସଂକ୍ରାନ୍ତି କହିବା ଅପେକ୍ଷା ସାଧାରଣ ଓଡ଼ିଆ ଲୋକଟିଏ ଏହି ଦିନଟିକୁ ପଣା ସଂକ୍ରାନ୍ତି କହିବା ଅଧିକ ପସନ୍ଦ କରିଥାଏ। ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିର ପ୍ରଥମ ଦିନକୁ ଆମ ରାଜ୍ୟ ଓଡ଼ିଶାରେ ଭଗବାନ ମହାବୀର ହନୁମାନଙ୍କ ଜୟନ୍ତୀ ରୂପେ ପାଳନ କରାଯାଇଥାଏ। ରାଜ୍ୟରେ ଅବସ୍ଥିତ ସମସ୍ତ ହନୁମାନଙ୍କ ପୀଠରେ ବଡ଼ ଧୁମଧାମ ସହିତ ମହାବୀର ହନୁମାନଙ୍କ ଜନ୍ମୋତ୍ସବ ପାଳନ କରାଯାଏ। ମହାବିଷୁବ ବା ମେଷ ସଂକ୍ରାନ୍ତିର ରହିଥିବା ଭାବଧାରାରେ ସରଳ ପ୍ରାଣ ଓଡ଼ିଆଟିଏ ଆଧ୍ୟାତ୍ମିକତାକୁ ଅଗ୍ରାଧିକାର ଦେଇ ମୋକ୍ଷ ପ୍ରାପ୍ତି ଆଶାରେ କେଉଁଠି ନିଜ ଶରୀରକୁ ଦଣ୍ଡ ଦେଇ ଦଣ୍ଡଯାତ୍ରାର ଆୟୋଜନ କରିଥାଏ ତ ଆଉ କେଉଁଠି ଝାମୁଯାତ୍ରାର ଆୟୋଜନ କରିଥାଏ। ଧନ୍ୟ ସେହି ଓଡ଼ିଆ ଜାତି ଯିଏକି ନିଜ ଶରୀରକୁ ଦଣ୍ଡ ଦେଇ ନିର୍ବାଣ ପଥର ପଥିକ କରାଇଥାଏ। ପୁନଶ୍ଚ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ କବି ଓ ସାହିତ୍ୟିକମାନେ ପାଳନ କରିଥାନ୍ତି ବିଷୁବ ଆସର। ସାଂସ୍କୃତିକ ସମାରୋହ ସାଙ୍ଗକୁ ବନ୍ଧୁ ମିଳନ, କବିତା ଓ ଗପର ଆସର ଏବଂ ପଣା ସେବନ। ସେଦିନ କବି ବା ସାହିତ୍ୟିକମାନେ ଓଡ଼ିଆ ଭାଷାର ମହତ୍ତ୍ୱକୁ ଲୋକାଦୃତ କରିଦେଇଥାନ୍ତି। ସମାଜର ହିତ ପାଇଁ ସତତ ଚେଷ୍ଟିତ ସାହିତ୍ୟିକଟିକୁ ସେଦିନ ଆଦରର ସହ ଗ୍ରହଣ କରିନିଅନ୍ତି ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ଭଲ ପାଉଥିବା ଓଡ଼ିଶାର ଜନସାଧାରଣ। ମେଷ ସଂକ୍ରାନ୍ତିର ଜ୍ୟୋତିଷୀୟ ମହତ୍ତ୍ୱ ଦେଖିବାକୁ ଗଲେ ଜଣାଯାଏ, ମେଷ ରାଶିର ପଞ୍ଚମ ଭାବ ସିଂହ ରାଶିର ଅଧିପତି ସୂର୍ଯ୍ୟଙ୍କର ମେଷ ରାଶି ହେଉଛି ଉଚ୍ଚ ରାଶି। ନିଜ ଉଚ୍ଚ ରାଶି ମେଷ ରାଶିରେ ସୂର୍ଯ୍ୟ ଅବସ୍ଥାନ କଲେ ବଡ଼ ଆରାମରେ ବା ବଡ଼ ସୁଖରେ ଅବସ୍ଥାନ କରିଥାନ୍ତି। ପ୍ରଥମ 10 ଦିନ ମେଷ ରାଶିରେ ସୂର୍ଯ୍ୟ ପରମ ଉଚ୍ଚ ସ୍ଥାନରେ ଅବସ୍ଥାନ କରିଛନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ର ଦର୍ଶାଇଥାଏ। ଅବଶିଷ୍ଟ 20 ଦିନ ସୂର୍ଯ୍ୟଙ୍କର ମେଷ ରାଶିରେ ଉଚ୍ଚ ସ୍ଥାନରେ ଅବସ୍ଥାନ ବୋଲି ଗ୍ରହଣ କରାଯାଏ। ଯେଉଁ ଜାତକରେ ସୂର୍ଯ୍ୟ ବଳବାନ ଭାବରେ ରହିଥାନ୍ତି ସେହି ବ୍ୟକ୍ତି ଜୀବନରେ ରାଜା ବା ରାଜତୁଲ୍ୟ ସ୍ଥାନରେ ଆସୀନ ହୋଇଥାଏ। ଆଜିକା ସମୟରେ ପ୍ରତ୍ୟେକ ରାଜକୀୟ କର୍ମ ବା ସରକାରୀ ଚାକିରି ଜାତକରେ ସୂର୍ଯ୍ୟଙ୍କର ବଳାବଳକୁ ନେଇ ନିର୍ଣ୍ଣିତ ହୋଇଥାଏ। ସୂର୍ଯ୍ୟଙ୍କର ବଳ ନଥିଲେ ବ୍ୟକ୍ତି ନିର୍ବଳ ହେବା ସହିତ ଦାରିଦ୍ର୍ୟର କଷାଘାତ ଭିତରେ ଜୀବନ ଅତିବାହିତ କରିଥାଏ। ବିବାହ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟରେ ରବି ଶୁଦ୍ଧି ବା ସୂର୍ଯ୍ୟଙ୍କର ବଳ ରହିଥିବା ଦେଖି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଯାଏ। ମଣିଷର ଶରୀର ଅଛି ମାନେ ଶରୀରରେ ରୋଗ ମଧ୍ୟ ଅଛି, କିନ୍ତୁ ସେହି ରୋଗରୁ ଆରୋଗ୍ୟ ପ୍ରଦାନ କରିବାର ଶକ୍ତି ସୂର୍ଯ୍ୟଦେବଙ୍କର ଅଛି। ସେଇଥିପାଇଁ ତ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଭାରତବର୍ଷର ପଶ୍ଚିମ ଉପକୂଳ ଦ୍ୱାରକାରୁ ଛୁଟି ଆସିଥିଲେ ଭାରତର ପୂର୍ବତଟ ଆମ ରାଜ୍ୟ ଓଡ଼ିଶାର ଚନ୍ଦ୍ରଭାଗା ତୀରକୁ ରୋଗମୁକ୍ତ ହେବା ପାଇଁ ଏବଂ ରୋଗମୁକ୍ତ ହୋଇ ଫେରି ଯାଇଥିଲେ ପୁଣି ନିଜ ରାଜ୍ୟ ଦ୍ୱାରକା ନଗରୀକୁ। ତେଣୁ